କାହାକୁ କିଛି ବା ଦିଅ କି ନ ଦିଅ କର ନାହିଁ କେବେ ହିଂସା, ନିଜର ଯେତିକି ସେତିକିରେ ରହି ଅଧିକ କରନି ଆଶା। ହୃଦୟ ସମସ୍ତଙ୍କ ପାଖରେ ଅଛି, ଭାବନା ବି ସମସ୍ତଙ୍କ ପାଖରେ ଅଛି, ବାସ୍ ପରିବର୍ତ୍ତନ ସମୟ ଅନୁସାରେ ହୋଇଯାଏ। ସମ୍ପର୍କ ସରିଗଲା ବୋଲି କହିଦେବା ବହୁତ ସହଜ ହୋଇଥାଏ, କିନ୍ତୁ ଜଣକ ସ୍ମୃତି ଲିଭେଇବା ଏତେ ସହଜ ହୋଇନଥାଏ। ଠୁଙ୍କ ମାରି ଆମେ ଗୋଟିଏ ଛୋଟ ଦୀପ ଶିଖାକୁ ଲିଭେଇ ଦେଇପାରିବା, କିନ୍ତୁ ଧୂପକାଠିକୁ ନୁହେଁ, କାରଣ ଯିଏ ମହକି ଥାଏ ତାକୁ କେହି ଲିଭେଇ ପାରିନଥାନ୍ତି, ଆଉ ଯିଏ ଜଳିଥାଏ ସେ ଡେରିରେ ହେଲେ ମଧ୍ୟ ଲିଭି ଯାଇଥାଏ। ବେଳେବେଳେ ଲାଗେ ଯାହା ବିତି ଯାଇଛି ତାକୁ ଭାବିବା ବୃଥା, କିନ୍ତୁ ସତ ଏହା ଯେ ବିତି ଯାଇଥିବା କଥା ହିଁ ମଣିଷକୁ ଠିକ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ। ଆଶା ଏବଂ ବିଶ୍ୱାସ କଦାପି ଭୁଲ ହୋଇନଥାଏ। ଏହା କେବଳ ଆମ ଉପରେ ନିର୍ଭର କରେ ଯେ ଆମେ କାହାକୁ ଆଶା କରିଥିଲେ ଏବଂ କାହା ଉପରେ ବିଶ୍ୱାସ କରିଥିଲେ। ଭାଗ୍ୟ ଓ ହୃଦୟ କେବେ ଏକାଠି ହେବେ ନାହିଁ, କାରଣ ଯିଏ ଭାଗ୍ୟରେ ଥାଏ ସେ ହୃଦୟରେ ନଥାଏ, ଆଉ ଯିଏ ହୃଦୟରେ ଥାଏ ସିଏ ଭାଗ୍ୟରେ ନଥାଏ। ଯେପରି ଖରା ଓ ବର୍ଷା ଦୁଇଟି ମିଶିବା ପରେ ଇନ୍ଦ୍ରଧନୁ ହୋଇଥାଏ, ଠିକ୍ ସେହିପରି ସୁନ୍ଦର ଜୀବନ ପାଇଁ ସୁଖ ଓ ଦୁଃଖ ଉଭୟ ଜରୁରୀ ହୋଇଥାଏ। କାହାକୁ କିଛି ବା ଦିଅ କି ନ ଦିଅ କର ନାହିଁ କେବେ ହିଂସା, ନିଜର ଯେତିକି ସେତିକିରେ ରହି ଅଧିକ କରନି ଆଶା। ହୃଦୟ ସମସ୍ତଙ୍କ ପାଖରେ ଅଛି, ଭାବନା ବି ସମସ୍ତଙ୍କ ପାଖରେ ଅଛି, ବାସ୍ ପରିବର୍ତ୍ତନ ସମୟ ଅନୁସାରେ ହୋଇଯାଏ। ସମ୍ପର୍କ ସରିଗଲା ବୋଲି କହିଦେବା ବହୁତ ସହଜ ହୋଇଥାଏ, କିନ୍ତୁ ଜଣକ ସ୍ମୃତି ଲିଭେଇବା ଏତେ ସହଜ ହୋଇନଥାଏ। ଠୁଙ୍କ ମାରି ଆମେ ଗୋଟିଏ ଛୋଟ ଦୀପ ଶିଖାକୁ ଲିଭେଇ ଦେଇପାରିବା, କିନ୍ତୁ ଧୂପକାଠିକୁ ନୁହେଁ, କାରଣ ଯିଏ ମହକି ଥାଏ ତାକୁ କେହି ଲିଭେଇ ପାରିନଥାନ୍ତି, ଆଉ ଯିଏ ଜଳିଥାଏ ସେ ଡେରିରେ ହେଲେ ମଧ୍ୟ ଲିଭି ଯାଇଥାଏ। ବେଳେବେଳେ ଲାଗେ ଯାହା ବିତି ଯାଇଛି ତାକୁ ଭାବିବା ବୃଥା, କିନ୍ତୁ ସତ ଏହା ଯେ ବିତି ଯାଇଥିବା କଥା ହିଁ ମଣିଷକୁ ଠିକ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ। ଆଶା ଏବଂ ବିଶ୍ୱାସ କଦାପି ଭୁଲ ହୋଇନଥାଏ। ଏହା କେବଳ ଆମ ଉପରେ ନିର୍ଭର କରେ ଯେ ଆମେ କାହାକୁ ଆଶା କରିଥିଲେ ଏବଂ କାହା ଉପରେ ବିଶ୍ୱାସ କରିଥିଲେ। ଭାଗ୍ୟ ଓ ହୃଦୟ କେବେ ଏକାଠି ହେବେ ନାହିଁ, କାରଣ ଯିଏ ଭାଗ୍ୟରେ ଥାଏ ସେ ହୃଦୟରେ ନଥାଏ, ଆଉ ଯିଏ ହୃଦୟରେ ଥାଏ ସିଏ ଭାଗ୍ୟରେ ନଥାଏ। ଯେପରି ଖରା ଓ ବର୍ଷା ଦୁଇଟି ମିଶିବା ପରେ ଇନ୍ଦ୍ରଧନୁ ହୋଇଥାଏ, ଠିକ୍ ସେହିପରି ସୁନ୍ଦର ଜୀବନ ପାଇଁ ସୁଖ ଓ ଦୁଃଖ ଉଭୟ ଜରୁରୀ ହୋଇଥାଏ।